ತ್ರಿಕಾಲದರ್ಶಿ ಪಾಪತಲು ಭಯಭಯಂಕರ ಸಾನ್ನಿಧ್ಯ লাভ করে অজয় ও প্রতিষ্ঠব অর্জন করে চারিছে ও বোঝলে কালকেতু দত্ত বর্তমান রূপ ধারণ করে আসছে কাল ভৈরব ସେଥିପାଇଁ ଆମ୍ଭେ ସଦା ସର୍ବଦା କହି ଚାଲୁ ଓ ଡର କାହାକୁ ଓ ଭୟ କାହାକୁ ତା କାଳିଆ ଅଛନ୍ତି ତାହା ହେବାକୁ ଜୟ ମା କାଳୀ ଓମ୍ କ୍ଲେଁ 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 ତାନ୍ତ୍ରିକ ମନ୍ତ୍ର ଘଣ୍ଟାଉଛି কাহারি জয় গান হেব নাহি কেবল জয় গান হেব বা পাতাল ভৈরবেঙ্কর জয় গান হেব বাবা তমে ମୋ ସହିତ ସ୍ୱର ମିଶାଇକି କୁହ ଜୟ ମା ପାତାଲ ଭୈରବେঙ্কର ହେଲା ହେଲା ଭଣଜା ହେଲା ମୋର ଟିକେ ଭୁଲ ହେଇଗଲା সকল ঘটে মাতা কালী সে লাগি জয় গান কলি হেলে ভণজা কহন্তু বাবা তুমি তো মা পাতাল ভৈরবী সাধনা বলরে অজর আচ্ছা অমর হ্যাঁ বাবা ত্রিকালদর্শী হেলে ভণজা কহন্তু বাবা এই মামু পুরঞ্জন পণ্ডার দুঃখ ଟିକେ ଶୁଣିବାକୁ ହେଉ ଭଣଜା বাবা তোমার কথা শ্রবণ করি মতো হস লাগুছি বাবা তবে কোন মতে জানি নকি আম্ভে হউଛୁ বা পাতাল ভৈরবেঙ্কর সাধক কাଳ ভୈରବ ଆମ୍ଭକୁ କୋଉ କଥା ଜଣା ଅଛି ବାବା ତମେ ତମ ଅତୀତର କଥାକୁ ମନେ ପକାଇ ତମେ ବହୁତ ଚିନ୍ତା କରୁଛ ବାବା ଏ ପାତାଳ ସାମ୍ରାଜ୍ୟରେ ମହିରାବଣ ବୋଲି ଗୋଟିଏ ରାଜା ଥିଲେ ଆଉ ସେ ମହିରାବଣ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଆଉ ସେ ମନ୍ଦିରରେ ତୁମକୁ ପୂଜା କରି ରଖିଥିଲେ ଯେତେବେଳେ ଏ ପାତାଳ ସାମ୍ରାଜ୍ୟରେ ମକର ଧ୍ୱଜ ରାଜା ହୋଇସାରିଛି ସେଦିନଠୁ ତମକୁ ଯଶ ଗୌରବ ପ୍ରତିଷ୍ଠା କିଛି ମିଳୁନାହିଁ ତମ ପ୍ରତି ବହୁତ ଅନ୍ୟାୟ ହେଇଛୁ ମାମା ମାମା ଏ ମାମା মামা 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 তুমি ମୋ କଥା ଶ୍ରବଣ କରେ କାହିଁକି ତୁମେ
স্থান পালটি গল ভଣଜା ହଁ ଇଏ ମୁଁ ତ ମୁଁ ପୁରଞ୍ଜନ ପଣ୍ଡା ଆଚ୍ଛା ତୁ ମୋ କଥା ଶୁଣିକି ହଁ ମୋ ବୋପା ପେନ୍ଥା ପଣ୍ଡା ତା ବୋପା ସନ୍ଥା ପଣ୍ଡା ହଁ ତା ବୋପା ଖୁଣ୍ଟା ପଣ୍ଡା ଏମିତି ଆମର 14 ପୁରୁଷ ଯାକ ଠାଣୁ ପାଲଟି ଯିବେ ଭଣଜା ସତେକି ବାବା ଓ ଭଣଜା କୁହନ୍ତୁ ମା ପାତାଳ ଭୈରବୀ ସାଧନାରେ କଣ ଏତେ ଶକ୍ତି ମାମା ବାପା ତାଲ ଭୈରବୀଙ୍କର ବହୁତ ଶକ୍ତି ଅଛି କମ୍ପି ଯିବ ଭଣଜା ପୁରାପୁରି କମ୍ପି ଯିବ ମାମା ଭଣଜା ତଲ ତଳ ରଥ ତଲ ତଳ ତଲ ତଳ ରଥ ତଲ ତଳ ତଲେ ତ ପାପର ପାତାଲ ତଲ 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 ତଳ ରଥ ତଲ ତଳ ମାମା କମ୍ପି ଯିବ ପାତାଲ ପାତାଲ କାଲି ତାଙ୍କ ସାଧନ ମୁକଲି ପାତାଲ ପାତାଲ କାଲି ତାଙ୍କ ସାଧନ ମୁକଲି କାଲ କୁଆୟତ କରି କାଲ ଭୈରବ ଜର ମର ତଲ 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 ସାତ ତାଲ ସାତଲ ପାତା ଭାବ କମ୍ପି ଯିବ ଏ ପର୍ଯ୍ୟନ୍ତ 107ଟି କୁଆରୀ ଝିଅର ବଳି ଦେଇ ସାରିছে 107ଟି ବୋଲି ପୂର୍ଣ୍ଣ ହୋଇଯାଇଛି ହଁ ଆଉ ହେଲେ ହଁ, ବାକି ରହିଯାଇଛି ଆହୁରି ଗୋଟିଏ କୁଆରୀ ଝିଅ ଗୋଟାଏ କୁଆରୀ ଝିଅ ବଲି ଦିଆ ବାକି ରହିଗଲା ହଁ ଯଦି ଗୋଟାଏ ବଲି ଦିଆଯାଏ ଯଦି ଗୋଟିଏ ବଳି ଦିଆଯାଏ ହଁ ତାପରେ ବାବା ତାପରେ ମୋହର 108 ବଳି ପୂର୍ଣ୍ଣ ହେଇଯିବ 108 ପୂର୍ଣ୍ଣ ହେଇଯିବ ହଁ ବାବା ତାପରେ ତାପରେ ହଁ ସ୍ୱର୍ଗକୁ ଆଣିବେ ବର୍ତ୍ୟାକୁ ରାଜ୍ୟକୁ ହଁ ବାବା ତାପରେ ଆଉ ବର୍ତ୍ୟାକୁ ଆଣିବେ ପାତାଳକୁ ହଁ ଆଉ ତାପରେ ବାବା ସ୍ୱର୍ଗକୁ ନେଇ ଥୋଇବେ ପାତାଳରେ ପାତାଳକୁ ନେଇ ଥୋଇବେ ସ୍ୱର୍ଗକୁ ତାପରେ ମାମୁ ଏ ପାତାଳ ସାମ୍ରାଜ୍ୟରେ ବୋ ହେଇଯିବେ ଅଜର ଅମର ତାପରେ ମାମୁ ଭଣଜା ଦି ଜଣ ମିଶିକି କହିବା କହିବା ମୋ ଡର କାହାକୁ ମୋ ଭୟ କାହାକୁ ବାଦାଳି ଅଛନ୍ତି ତାହାକୁ। ମା କାଳୀ ମାମା ଭଣଜା ତମେ କଣ ଗୋଟିଏ କୁଆରୀ ଝିଅର ସନ୍ଧାନ ପାଇଛ କି ଗୋଟାଏ କୁଆରୀ ଝିଅ ହଁ ବାସ୍ ଏଇଟା ହଉଛି ପ୍ରକୃତ ସମୟ ମଲୁ ଖୋଜୁଥିଲା ପଇଡ଼ ପାଣି ବୈଦ ଆଣିକି ଦେଲା ତୋରାଣୀ ସାଲା ରାଜା ମକର ଧ୍ୱଜ ମତେ ପୁଣି ପୁରଞ୍ଜନ ପଣ୍ଡାକୁ ମନ୍ଦିର ପୂଜକ ପଦରୁ ଗୋଇଠା ମାରିକି ତଡ଼ିଥିଲା ଏଇନେ ଏମିତି ପ୍ରତିଶୋଧ ନେବି ରାଜାକୁ ଏମିତି ବାନେ ଚଖେଇବି ସେଇ ରାଜାକୁ ଖାଲି ଅଖା ଧଉଥବ ଆଉ ମୋ ଗୁଣଟାକୁ ହବ ଭଣଜା ବାବା ମୁଁ ଗୋଟାଏ କୁଆରୀ ଝିଅର ସନ୍ଧାନ ପାଇଛି ଭଣଜା ତାହେଲେ
ତମେ ଗୋଟିଏ କୁଆରୀ ଝିଅର ସନ୍ଧାନ ପାଇଛ ହଁ ଭଣଜା ହଁ କୋଉଠି ପାଇଛ ଏ ଆମ ପାତାଳପୁର ରାଜା ମକର ଧ୍ୱଜ ପାତାଳପୁର ରାଜା ମକର ଧ୍ୱଜ 6 ମାସ କାଳ ପାଇଁ ହଁ ମା ପାତାଳ ଭୈରବୀଙ୍କ ସାଧନାରେ ଚାଲି ଯାଇଛନ୍ତି ଆଚ୍ଛା ଆଉ ତମେ ଜାଣିନ ହେ ଭଣଜା ଅସଲ କଥାଟା ହେଲା ହଁ ତାଙ୍କରି ଗୋଟିଏ ବୋଲି ଝିଅ ସୁଚିତ୍ରା ହେ ତାଙ୍କରି ଗୋଟିଏ ବୋଲି ଝିଅ ସୁଚିତ୍ରା ରାଜଉଆସରେ ଏକା ଏକା ମୁଁ କମ୍ପେଇ ଦେବି ହେ ପାଗଳ ତମେ ଗୋଟିଏ ପଥ ପାଗଳ ବାବୁ ସେ ରାଜକୁମାରୀ ସୁଚିତ୍ରା ସାମାନ୍ୟ ଘରର ଝିଅ ନୁହେଁ ସେ ରାଜକୁମାରୀ ସୁଚିତ୍ରାକୁ ବା ପାତାଳ ଭୈରବୀଙ୍କ ମନ୍ଦିରକୁ ଆଣି ବଳି ଦେବା ସମ୍ଭବ ଅଟେ ମାମା ତେରିକି ହଁ ହଇଓ ଭଣଜା କହନ୍ତୁ ସେ ରାଜକୁମାରୀଟା ଯଦି ସାମାନ୍ୟ ଘର ଝିଅ ନୁହଁ ନାଇଁ 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 ये पुरंदन पंडा कम लोक की है ये बाछी मुना किए देला है पुरंदन पंडा হ্যাঁ ये दुनिया टा जते गरम थिले मध्य भणजा बुढ़ार मुंडटा सबु बेले ठंडा मो पाई सिना उड़ुथिला पाताल साम्राज्य रे ठंडा আচ্ছা हाते नाही खंडा হ্যাঁ तथापि भी मु एक नंबर गुंडा 3 थर बुझिल भणजा ହଁ କହନ୍ତୁ ବାବୁ मोर विश्वस्त लोकंक पाखरु खबरटा पाइली ଆଚ୍ଛା वर्तमान राजकुमारी सुचित्रा ହଁ तार 4 जन सुंदरी सुंदरी सहचरी को संगत रे घेनी ଆଚ୍ଛା ସେମାନେ ଫୁଲବାଣରେ ଆରେ ନାନାରେ ଆରେ ନାରେ 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 କମ୍ପେଇ ବାବୁ ତାହେଲେ ସେ ରାଜକୁମାରୀ ସୁଚିତ୍ରା ପୁଷ୍ପବନରେ ଭ୍ରମଣ କରୁଛି ତ ରାଉରକେଲାର ଖବର ବାବା ଭଣଜା ସଖୀଙ୍କ ମେଲେ ସୁଚିତ୍ରା ଯେ ସୁନ୍ଦରୀ ପୁଷ୍ପବନକୁ ଆସେ ସଖୀ ବାବୁ ସଖୀ কথা চলে ফুলাই আনিবি ধরি কালি মন্দিরে বলি দেব সালতারি কম্পি দিব হে ভণজা ମାମା ତାହେଲେ ଏଇଟା ହେଉଛି ପ୍ରକୃତ ସମୟ ତମେ ଯେମିତିକି ସେ ରାଜକୁମାରୀ ସୁଚିତ୍ରା ପୁଷ୍ପବନରେ ଭ୍ରମଣ କରୁଥିବ ଠିକ୍ ସେଇ ସମୟରେ ତମେ ତାଙ୍କ ପାଖକୁ ପହଞ୍ଚିବ ଆଉ ତାକୁ ଏମିତି